ଲଗାଣ ବର୍ଷା ପବନରେ ରାମଗିରି ନିକଟସ୍ଥ ସାପ୍ତାହିକ ହାଟପଦାଠାରେ ରହିଥିବା ଗୋଟିଏ ବିରାଟକାୟ ବଡ଼ ଆମ୍ବ ଗଛଟି ମୂଳରୁ ଉପାଡ଼ି ହୋଇ ପଡ଼ିଯାଇଛି। ବୋଇପାରିଗୁଡ଼ା ବ୍ଲକ ଅଧୀନସ୍ଥ ରାମଗିରି ଗ୍ରାମ ପଞ୍ଚାୟତ ସଦରଠାରେ ମଙ୍ଗଳବାର ସାପ୍ତାହିକ ହାଟ ହେଉଥିବା ବେଳେ ହାଟରେ ବିଭିନ୍ନ ପ୍ରକାରର ବ୍ୟବସାୟୀ ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ 1000ରୁ ଉର୍ଦ୍ଧ୍ୱ ସଂଖ୍ୟାର ଲୋକ ରୁଣ୍ଡ ହୋଇଥିଲେ। ଏହାସହ ବ୍ୟବସାୟୀ ଓ ହାଟକୁ ଆସୁଥିବା ଲୋକଙ୍କ ଯାନବାହନ ଗୁଡ଼ିକ ରଖାଯାଇଥିଲା। ତେବେ ଆଜି ଲଗାଣ ବର୍ଷା ପବନ ହେବା ଫଳରେ ହାଟରେ ଥିବା ଏକ ବଡ଼ ଆମ୍ବ ଗଛଟି ଉପାଡ଼ି ହୋଇ ପଡ଼ିଯାଇଥିଲା ବେଳେ ଭାଗ୍ୟକୁ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ତେବେ ଗଛଟି ପଡ଼ି କାହାର କିଛି କ୍ଷତି ହୋଇନଥିଲେ ମଧ୍ୟ ହାଟରେ ଯିବା ଆସିବା ପାଇଁ ରଖାଯାଇଥିବା ଦୁଇଟି 3 ଚକିଆ ପାସେଞ୍ଜର ଅଟୋ ଉପରେ ଆମ୍ବ ଗଛଟି ପଡ଼ିଯାଇଥିବା ବେଳେ ଦୁଇଟି ପାସେଞ୍ଜର ଅଟୋ ମାଡ଼ ହୋଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ଦଣ୍ଡାବାଡ଼ି ବୋଇପାରିଗୁଡ଼ା ମୁଖ୍ୟ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ସାପ୍ତାହିକ ହାଟରେ ଗଛ ପଡ଼ିଥିବା ନେଇ ବୋଇପାରିଗୁଡ଼ା ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ବାହାର କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି। ଖବର ପାଇକି ଆମର ରାମଗିରି ହାଟପଦାକୁ ଯାଇ ଦେଖିଲୁ ଲଗାଣ ବର୍ଷା ପାଇଁ ଆମର ଆମ୍ବ ଗଛଟି ଉପୁଡ଼ି ପଡ଼ିଥିଲା। ଉପୁଡ଼ି ପଡ଼ିବାରୁ ଦୁଇଟି ଅଟୋ ତଳେ ଥିଲା ତାକୁ ଚାପି ହେଇଯାଇଥିଲା। ଆମର କର୍ମଚାରୀମାନେ କଟର ସାହାଯ୍ୟରେ ଗଛକୁ କାଟିକି ଦୁଇଟି ଅଟୋକୁ ବାହାର କରିଥିଲୁ। ସେ ଲୋକଙ୍କୁ ହସ୍ତାନ୍ତର କରିଥିଲୁ। ଆଉ ଲୋକଙ୍କ ଗଛ ରୋଡ଼ ପୁରା କ୍ଲିୟର କରିକି ଆମେ ରିଟର୍ନ କରିଥିଲୁ। ଗଛ ପଡ଼ିବା ଦ୍ୱାରା କାହାକୁ କିଛି ମାଡ଼ ହେଇଛି କି? ନାଇଁ କାହାର କିଛି ମାଡ଼ ହେଇନି। ହଁ, ରାସ୍ତା ଅବରୋଧ ହେଇଥିଲା। ଯେହେତୁ ବଡ଼ ଆମ୍ବ ଗଛଟା ପଡ଼ିଥିଲା ଆମେ କର୍ମଚାରୀ ପହଞ୍ଚିକି ଗଛକୁ କାଟିଥିଲୁ। ବ୍ୟୁରୋ ରିପୋର୍ଟ, ଲୋକାଲ ନ୍ୟୁଜ୍ ଲାଇଭ୍।